ବର୍ତ୍ତମାନର ସବୁଠାରୁ ବଡ଼ ଖବର ଆଉ ଗୋଟିଏ ଦୁଃଖଦ ଅଭାବନୀୟ ଘଟଣା। ବନ୍ୟା ପାଣି ସୁଅରେ ଶିଶୁ କନ୍ୟାଟି ଭାସି ଯାଇ ମୃତ। ଭଦ୍ରକ ଜିଲ୍ଲାରେ ଏବେ ବନ୍ୟା ପାଣି ଲାଗି ଲୋକମାନଙ୍କ ଜୀବନ ଚାହୁଛି। ଦର୍ଶକ ବନ୍ଧୁ, ଆମେ କହୁଛୁ ଏମିତି ଏକ ହୃଦୟ ବିଦାରକ ଘଟଣା ସମ୍ପର୍କରେ। ଘର ନିକଟରେ ଥିବା ପୋଖରୀକୁ ଶୌଚ ହେବାକୁ ଯାଇ ବନ୍ୟା ପାଣି ସ୍ରୋତରେ ଭାସି ଯାଇ ଜଣେ ଶିଶୁ କନ୍ୟାଙ୍କ ମୃତ ଘଟିଛି। ମୃତ ଶିଶୁ କନ୍ୟା ଜଣକ ହେଲେ ଚାନ୍ଦବାଲି ବ୍ଲକ ନଳଗୋହିରା ପଞ୍ଚାୟତ ଜଳଧରପୁର ଗାଁର ସନ୍ତୋଷ ମହାଳିକଙ୍କ ଝିଅ ଜନକ ମହାଳିକ, ବୟସ 6 ବୋଲି ସୂଚନା ମିଳିଛି। ଲଘୁଚାପଜନିତ ଲଗାଣ ବର୍ଷା ଓ ବନ୍ୟା ପାଣିର ପ୍ରଖର ସ୍ରୋତରେ ଶିଶୁଟି ଭାସି ଯାଇଥିବା ଜଣାପଡ଼ିଛି। ଘର ନିକଟରେ ଥିବା ଏକ ପୋଖରୀ ପାଣି ସହିତ ବାହାରେ ଥିବା ପାଣି ସବୁତିକ ମିଶି ଯାଇଥିବାରୁ ସେଠାରେ ଅଥଳ ଗର୍ଭ ପାଣିରେ ଶିଶୁ କନ୍ୟାଟି ଜାଣିପାରି ନଥିବାରୁ ଏଭଳି ଘଟଣା ଘଟିଥିବା ପ୍ରକାଶ କରିଛନ୍ତି ପରିବାର ଲୋକଙ୍କ ପକ୍ଷରୁ ପ୍ରତିକ୍ରିୟା ରଖିଛନ୍ତି। ଭଦ୍ରକରୁ ବ୍ୟୁରୋ ଚିଫ୍ ଅନିରୁଦ୍ଧ ସେଠୀଙ୍କ ରିପୋର୍ଟ, ଓଡ଼ିଶା ପତ୍ରକାର ନ୍ୟୁଜ୍। झील झाड़ा जाइला आसिक माने पानी छुआछुई करने जाते से पोखरी की माने बनिया पानी सब पूरा डीओ पर चढ़ी जाए से पोखरी आने खाल से जापानी पिला लोक पोखर पड़ी डेथ हो पिला पिला खोजाखोजी कर न पाइले आम पोखर पशिक अंडालु आम निहती अधघंटा खंडे पानी पतला पशिक अंडालु जो सब पिला पानी पतला उठे नहीं चांदवाली आम आगे मेडिकल मैंने पानी सब आड़े सब सेम हो पानी मिसी से पोखरी आ उच्च खाल पिला जापारे।